ଲିଖନୀରେ କାହାଣୀ ଆଜିର ଗଳ୍ପ ଆମ ସଂସ୍କୃତି। ଶିକ୍ଷା ଲାଭ କଲେ ଶିକ୍ଷିତ ହୁଅନ୍ତି। ବହୁତ ଅଜଣା ପଦାର୍ଥ ବିଷୟରେ ଜ୍ଞାନ ଲାଭ ହୁଏ। ଦେଶ ବିଦେଶ କଥା ଶିକ୍ଷିତ ଲୋକ ସହଜରେ ଜାଣିପାରନ୍ତି। ଶିକ୍ଷାରୁ ଜନ୍ମ ନିଏ ସଭ୍ୟତା ଏବଂ ସଭ୍ୟତାରୁ ସଂସ୍କୃତିର ଆତ୍ମପ୍ରକାଶ କରେ। ତେଣୁ ସଭ୍ୟତା ଓ ସଂସ୍କୃତି ପରସ୍ପର ନିର୍ଭରଶୀଳ ଓ ପରିପୂରକ। ସାମାଜିକତା ମଣିଷର ସହଜାତ ପ୍ରବୃତ୍ତି। ସମାଜର ବ୍ୟତିରେକେ ସେ ଆଦୌ ବଞ୍ଚି ରହିପାରେ ନାହିଁ। ବାପା ମା ଭାଇ ଭଉଣୀ ଗୁରୁଜନ ଆତ୍ମୀୟ ସ୍ୱଜନର ପରିକଳ୍ପନା ଏହି ସମାଜର ମଧୁର ସମ୍ପର୍କରୁ ହିଁ ଜନ୍ମ ନିଏ। ଏକ ସୁସ୍ଥ ପାରିବାରିକ ଓ ସାମାଜିକ ଜୀବନଯାତ୍ରା ପଥରେ ସଂସ୍କାର ଓ ସଂସ୍କୃତିର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସଂସ୍କୃତିକୁ ବୁଝାଇବା ସମସ୍ତଙ୍କ ପାଇଁ ମୋଟେ ସହଜ ନୁହେଁ। ଏହା ସାମାଜିକ ବିଧି ବ୍ୟବସ୍ଥା, ଆଚାର ବିଚାର, ଚାଲିଚଳନ, ଅନୁଷ୍ଠାନ ଆଦିରେ କେବଳ ସୀମାବଦ୍ଧ ହୋଇ ନଥାଏ। କାବ୍ୟ, କବିତା, ଶିଳ୍ପ, ଭାସ୍କର୍ଯ୍ୟ ଓ ସଙ୍ଗୀତ ପ୍ରକୃତି ମଧ୍ୟ ରୂପ ଲାଭ କରେ। ଇଣ୍ଡିଆର ସଂସ୍କୃତି ବହୁ ପୁରାତନ। ଉତ୍କଳ ଜଗନ୍ନାଥ ଉତ୍କଳୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ରୂପେ ପରିଚିତ। ତାକୁ ବାଦ ଦେଇ ଉତ୍କଳ ସଂସ୍କୃତିକୁ କଳନା କରିବା ଅସମ୍ଭବ। ସଂସ୍କୃତିର ପ୍ରଧାନ ଉତ୍ସ ହେଲା ଯାନିଯାତ୍ରା ଓ ପର୍ବପର୍ବାଣୀ। କଥାରେ ପରା ଅଛି 12 ମାସରେ 13 ପର୍ବ। ଓଡ଼ିଶାର ପର୍ବପର୍ବାଣୀ ଗୁଡ଼ିକ ଖୁବ୍ ନିଷ୍ଠାର ସହ ପାଳିତ ହୁଏ। ଓଡ଼ିଶା ମୁଖ୍ୟତଃ ଏକ କୃଷି ପ୍ରଧାନ ରାଜ୍ୟ। ତେଣୁ କୃଷକ ଗୃହିଣୀ ଉପବାସ ରହି ପର୍ବପର୍ବାଣୀ ପାଳନ କରେ। ଚାଉଳ ଅଟାରେ ପିଠାପଣା ପ୍ରସ୍ତୁତ ହୁଏ। ପାଚିଲା କଦଳୀ, ନଡ଼ିଆ, ଉଖୁଡ଼ା, ଖଜା, କୁରା, ଛେନା, ଗୁଡ଼, କାକୁଡ଼ି, ସେଉ ଆଦି ବହୁ ପ୍ରକାର ସାମଗ୍ରୀ ପ୍ରସ୍ତୁତ ହୁଏ। ଗୃହିଣୀ ନିଷ୍ଠାର ସହ ପୁତ୍ର, କନ୍ୟା ତଥା ନିଜ ପରିବାରର ମଙ୍ଗଳ କାମନା କରେ। ଆମ ପ୍ରଦେଶରେ ରଜ ଏକ କୃଷିଭିତ୍ତିକ ପର୍ବ। ଏହାକୁ ଓଡ଼ିଶାର ଲୋକ 3 ଦିନ ପର୍ଯ୍ୟନ୍ତ ପାଳନ କରନ୍ତି। ଅବିବାହିତ ଝିଅମାନେ ଏହି 3 ଦିନ ଅତି ଖୁସିରେ କଟାନ୍ତି। ରଜ ପର୍ବରେ ପୋଡ଼ପିଠା ପ୍ରସ୍ତୁତ କରିବା ଏକ ବିଧି। କୁମାରୀମାନେ ରଜ ଦୋଳିରେ ବସି ପୋଡ଼ପିଠା ଖାଇ ମନ ଆନନ୍ଦରେ ଗୀତ ଗାଇଥାନ୍ତି। ପ୍ରଥମାଷ୍ଟମୀରେ ପ୍ରତିଟି ଓଡ଼ିଆ ଘରେ ବଡ଼ ପୁଅକୁ ଅଥବା ଝିଅଙ୍କୁ ପୋଡ଼ୁଆ କରାଯାଏ। ଏଥିପାଇଁ ମାମୁଁ ଘରୁ ଭଣଜା ଓ ଭାଣିଜୀଙ୍କ ପାଇଁ ନୂଆ ଲୁଗା ଆସେ। ମା ଏଣ୍ଡୁରି ପିଠା ପ୍ରସ୍ତୁତ କରି ବଡ଼ି ଭୋରରୁ ବଡ଼ ପୁଅ ଝିଅଙ୍କୁ ବନ୍ଦାପନା କରନ୍ତି। ଉତ୍କଳ ସଂସ୍କୃତିର ପର୍ବପର୍ବାଣୀ ଗୁଡ଼ିକ ବେଶ ଉତ୍ସବ ମୁଖର ହୋଇଥାନ୍ତି। ସଂସ୍କୃତି ଚାଲିଚଳନର ଅନ୍ୟତମ ଉତ୍ସ। ଏଥିରେ ସକାଳୁ ଉଠିବାକୁ ପରାମର୍ଶ ଦିଆଯାଏ। ଚୀନ ପରି ଦେଶରେ ରାତିରେ ସ୍ନାନ କରନ୍ତି, କାରଣ ଦିନସାରା ମନୁଷ୍ୟ ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସେ। ତଦ୍ୱାରା ଦିନସାରା ହେଉଥିବା ପ୍ରଦୂଷିତ ଶରୀରକୁ ସଫା କରି ରାତିରେ ଶୟନ ଶଯ୍ୟାକୁ ଯାଆନ୍ତି। କିନ୍ତୁ ଆମ ଦେଶର ଲୋକ ପ୍ରାତଃ ସ୍ନାନ କରନ୍ତି। ଗୃହିଣୀମାନେ ସକାଳୁ ଗାଧେଇ ସୂର୍ଯ୍ୟଙ୍କୁ ନମସ୍କାର କରନ୍ତି। ବଡ଼ ପାଟିରେ ସେ କେବେ କଥାବାର୍ତ୍ତା କରନ୍ତି ନାହିଁ। ସ୍ୱାମୀଙ୍କୁ ଭକ୍ତି କରନ୍ତି। ନଣନ୍ଦ ଦିଅରଙ୍କୁ ଭଉଣୀ ଭାଇ ଜ୍ଞାନରେ ସ୍ନେହ କରନ୍ତି। ସେହିପରି ଆମ ସଂସ୍କୃତି କୁହେ ସକାଳୁ ଉଠି ସମସ୍ତେ ମୁହଁ ଧୋଇବା ଉଚିତ। ଦାନ୍ତ ଘଷି ଗାଧେଇ ସାରି ଖାଇବା ଦରକାର। ଗୁରୁଜନ ଦେହରେ ଗୁଡ଼ ବାଜିଲେ ତାଙ୍କୁ ପ୍ରଣାମ କରିବା ଉଚିତ। ଉତ୍କଳ ସଂସ୍କୃତିର କାହା ପ୍ରତି ଖରାପ ବ୍ୟବହାର କରିବାକୁ ନିଷିଦ୍ଧ ହୋଇଛି। ଅଳସୁଆ ହେଲେ ସମ୍ପତ୍ତି ନଷ୍ଟ ହୁଏ ବୋଲି ଏକ ବଳିଷ୍ଠ ବିଶ୍ୱାସ ରହିଛି। ଘରକୁ ବନ୍ଧୁବାନ୍ଧବ ଆସିଲେ ସେମାନଙ୍କୁ ଅତିଥି ମନେ କରି ସେମାନଙ୍କର ସତ୍କାର କରିବା ପ୍ରତ୍ୟେକ ଗୃହସ୍ଥର କର୍ତ୍ତବ୍ୟ। ସଂସ୍କୃତିର ଜୀବନଯାପନ ଏକ ଧାରା। ଯେଉଁ ଦେଶର ସଂସ୍କୃତି ଯେତେ ସମୃଦ୍ଧ, ସେ ଦେଶରେ ସେତେ ଉନ୍ନତ। ମଣିଷ ସଂସ୍କୃତିର ଦାସ ନୁହେଁ, କିନ୍ତୁ ସଂସ୍କୃତି ପ୍ରତି ସମ୍ମାନବୋଧ ନ ରହିଲେ ସଂସ୍କୃତି ଛଡ଼ା ପରିଚୟ ହୁଏ। ଖାଦ୍ୟ ପାନୀୟ, ବେଶ ପୋଷାକ, ଗମନାଗମନରେ ମଧ୍ୟ ସଂସ୍କୃତିର ଚିହ୍ନ ବିଦ୍ୟମାନ। ଆମ ଓଡ଼ିଶା ସଂସ୍କୃତି ସାରା ବିଶ୍ୱରେ ବିରଳ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।